लोक जजामगे सुगंधे हरिवृष्टि कमिटी बाबू मानकर डाकबाजी यंत्र को परिचालित करुवा गुनी भाई तथा उभय पालाचार्यंकर आज जो कैमेरा ये सत्यनारायण रामदेव को सुटिंग कर भाईकर चिरचिन्मय सुंदर सत्यनारायण सर्वारिष्ट खंडन करने संगे संगे वायुमंडल को परिवारित करूँ ये अनुष्ठान को सदा सर्वदा दीर्घायु करने संगे संगे ये अंचल बन्या बात्या मरुड़ी विभीषिका दूत करूँ सदा सर्वदा ये ग्रामर मा ग्राम देवी अनुष्ठान को दीर्घायु करने संगे संगे उपस्थित आबाल वृद्ध मान सर्वारिष्ट खंडन करूँ
আসবারে মহাপ্রভু হরিদিন জনে অকিঞ্চনে মারে দয়া কর ঘাত বিদায় রুধিরে হরিকে সিন্ধুর সভা কর হরি অনীতি করিছি এ জন্মে মাল জানে না কিছু জানে না কিছু ଆଉ ସମର୍ପି ଦେଉଛି
তোপাদে চিত ভাগিতি পদে আউ মাঝে যে পদি হো সুদনে দনে মাঝে যে পদে সাধু দনে মাঝে যে পদে संस्कृति संपन्न आपणकर मौजा बापा पवित्र ग्राम सुनापसी सतुआरी जहाँ ये पवित्र मौजा आपण मानकर ये सुनापसी ग्राम मो माँ मान बापा मान दीर्घ 13 वर्ष है अद्यावधि आज पर्यंत माँ चंचला विमला अन्नपूर्णा महामाई माँ लक्ष्मी पूजा उपलक्षे सामस्चारिक प्रतियोगिता मूलक हरिनाम नाम यज्ञ चालू जाहू ये अथमर भाग्य थिला प्रायतः 6 वर्ष आगे आसी भात छतर को आसी आम बापा मैंने आमको कॉल करते जिना मो जना पड़ी मो बापा मान बापा कोटि आपण मान दंडवत बोले रे आनंद कंद सचिदानंद चिर चिन्मय विग्रह शरण शरण कारण कारण पद्म पड़ासलोचन कांच मारिया जमुना कुड़िया नंद दुलाड़िया अमृत मंथा दृष्ट दृष्ट से खंड ब्रह्मांडर बापा अधिनायक
ସମ୍ମୁଖ ଭାଗରେ ମା ଅନ୍ନପୂର୍ଣ୍ଣା ତ ପୂଜା ପାଉଛନ୍ତି ସର୍ବାଦୌ ସର୍ବପ୍ରଥମେ ତାଙ୍କରି ଦରବାର ସମ୍ମୁଖ ଭାଗରେ ମୋ ବାପା ମାନେ ଦଣ୍ଡାୟମାନ ହବା ମାତ୍ରକେ ଜଣେ କଳାକାର ହିସାବରେ ନିଖିଳ ଉତ୍କଳ ପାଲା ଗାୟକ ମାନଙ୍କର ଚିରାଚରିତ ପ୍ରଥାକୁ ଅବଲୋକନ କରି ସର୍ବାଦୌ ବାପା ସେ ବିଭୁ ପଦାର ଦିନର ମଥାଲଟା ଭକ୍ତିଭୂତ ପ୍ରଣାମ ଉପସ୍ଥିତ ମୋର ସମସ୍ତ ଗୁରୁ ଗୁରୁଜନ ପଣ୍ଡିତ ଭଦ୍ର ବ୍ୟକ୍ତି ମହୋଦୟ ବ୍ରହ୍ମ ଜିଜ୍ଞାସୁ ଶିକ୍ଷକ ଦାର୍ଶନିକ ତଥା ପୁରାଣକାର ବାବୁରେ ବେଦ ବେଦଜ୍ଞ ଦାର୍ଶନିକ ଶିକ୍ଷକ ସମସ୍ତ ମୋର ବାପା ମାନଙ୍କର ଭୟ ପଦାରବିନ୍ଦରେ ମଥାଲୋଟା ନମସ୍କାର ଆର୍ଯ୍ୟାବର୍ତ୍ତ ଭାରତ ଭୂଖଣ୍ଡର ହାସ୍ୟମୟୀ ଲାସ୍ୟମୟୀ ବାତ୍ସଲ୍ୟମୟୀ ମମତାମୟୀ କରୁଣାମୟୀ ମା ଝିଅଣୀ ଭଉଣୀ ମାନଙ୍କର ଅଭୟ ପଦାରବିନ୍ଦରେ ମା ଭକ୍ତିପୂତ ମୋ ତରଫରୁ ସାଷ୍ଟାଙ୍ଗ ପ୍ରଣାମ ମୋ ସମ୍ପ୍ରଦାୟ ତରଫରୁ ସାଷ୍ଟାଙ୍ଗ ପ୍ରଣାମ ଉପସ୍ଥିତ ମୋର ସମବୟସ୍କ ଯୁବକ ବନ୍ଧୁ ମାନଙ୍କ ଅନ୍ତରର ଗଭୀରତମ ପ୍ରଦେଶରୁ ମୋ ବାପା ମାନେ ହାର୍ଦ୍ଦିକ ଅଭିନନ୍ଦନ ଯାହା ହଉ ସୁଦୂର ନୟାଗଡ଼ରୁ ଆସିଛନ୍ତି ଆମ ସୁଟିଂ ଚ୍ୟାନେଲ ସେ ଭାଇକୁ ଆମ ତରଫରୁ ଆମ ସମ୍ପ୍ରଦାୟ ତରଫରୁ ସାଧୁବାଦ ଜ୍ଞାପନ କରିବା ଉପସ୍ଥିତ ମୋର କୁନାକୁନି ପୁଅ ଝିଅକୁ ରହିଲା ଅଶେଷ କଲ୍ୟାଣ ଏଠି ପାଲା ହଉଥିଲା ବସ 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 ତମର ଆଉ କାମ ନାହିଁ ବସ 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 এইটি পালা পরিবেশন করিকি গলে ওড়িশার মূর্ধন্য প্রতিভা বড় ভাই পূজ্য পূজার ব্যতিক্রম হবনি বাবু মনান্তর হবনি কিন্তু মতান্তর হবাটা জস্টিফাইড বড় ভাই দুইটা প্রশ্ন ଦେଇଛନ୍ତି লক্ষ্মী কোউঠি রহନ୍ତି নাই আজ্ঞা গরুড় আসনে মুরারি বাপা গপরে রখিলে গপরে প্রশ্ন গোটে রহিলা দ্বিতীয় প্রশ্ন কোউঠি লক্ষ্মী রহନ୍ତି ନାହିଁ ভাই কহিଛନ୍ତି লক্ষ্মী পদ্মবনে কদম্ব লক্ষ্মী বিল্ববনে কদম্ব কুসুমে নিবাঙ্গনা গুঞ্জরে সেইଠି লক্ষ্মী রহନ୍ତି ମୋ ବଡ ଭାଇ କହିଛନ୍ତି ମୋ ବଡ ଭାଇ କହିଛନ୍ତି ମୋ ପାଇଁ ପ୍ରଶ୍ନଟେ ଛାଡିଛନ୍ତି ଲକ୍ଷ୍ମୀ କୋଉଠି ରହନ୍ତି ନା ସମାଧାନ ହବ ବାପା ଅବଶ୍ୟ ବୟସ କମ ବଡ ଭାଇ ଦେଖା ତ ଆଜି ନୂଆ ନୂଆ ହେଇଛି କଣ ଆଧାର କାର୍ଡ ଚେକ୍ କରୁନାହାନ୍ତି ଏ ସନ୍ତୁଆ ଆମ ବଡ ଭାଇଙ୍କ କହିବା ଠିକ ଯେ ଦେଖା ନୂଆ ନୂଆ ହେଇଛି କିନ୍ତୁ ବଡ ଭାଇ ଯାହା ହଉ ମାଙ୍କର ଦୟା ଆପଣ ମାନଙ୍କର ଦୟା ଏବଂ ମୋ ବାପା ମାଙ୍କର ଆଶୀର୍ବାଦ ମୋ ଗୁରୁଙ୍କର ଆଶୀର୍ବାଦ ମୋ ଗୁରୁ ତ ଆଜ୍ଞା ନାହାନ୍ତି ଭାଗବତ ଭୂଷଣ ବଳଭଦ୍ର ପଣ୍ଡା ସ୍ୱଳ୍ପ ସମୟ ଭିତରେ ତାଙ୍କର ମୋର ସମ୍ପର୍କ ହେଲା ଯାହା ହଉ ଗୁରୁ ଭାଇ ମାନେ ଅଛନ୍ତି ବଡ ଭାଇ ଆପଣଙ୍କ ଅଞ୍ଚଳର ଓଡିଶାର ମୂର୍ଧନ୍ୟ ପ୍ରତିଭା ଦୁର୍ଦାନ୍ତ ଗାୟକ ବିଜୟ ଓଝା ତାଙ୍କ ସହିତ ପାଲା ହେଇଛି ତୋଫାନା ସାହୁ ତାଙ୍କ ସହିତ ପାଲା ହେଇଛି ଯାହା ହଉ ଭାଗ୍ୟର ଭାଇ ମୋର ଥିଲା ଭାଇ ଭାଇର ସମ୍ପର୍କ ଆପଣଙ୍କ ସହିତ ଭେଟ ହେଇଛି କିନ୍ତୁ ଭାଇ ମୁଁ କହିଛି ମତାନ୍ତର ହବ କିନ୍ତୁ ମନାନ୍ତର ହବନି ପଲ୍ଲୀ କହିବାର ତାତ୍ପର୍ଯ୍ୟ ନାରାୟଣ ବ୍ରାହ୍ମଣ ମାନଙ୍କୁ ଭଲ ପାଆନ୍ତି ଆଜ୍ଞା ଆପଣ ମାନେ ଯେତିକି ସମସ୍ତେ ଉପସ୍ଥିତ ଥିଲେ ଆମ ବଡ ଭାଇ କହିକି ଗଲେ ନାରାୟଣ ବ୍ରାହ୍ମଣ ମାନଙ୍କୁ ବାପା ଭଲ ପାଆନ୍ତି କିନ୍ତୁ ଇଏ ଲକ୍ଷ୍ମୀ ଠାକୁରାଣୀ ବ୍ରାହ୍ମଣକୁ ମାୟା ଭଲ ପାଆନ୍ତି ନାହିଁ ଜାଣ ଆଉ କାହିଁକି ବଡ ଭାଇ ପରା ରହିଛି ପ୍ରମାଣ ଲକ୍ଷ୍ମୀ ଠାକୁରାଣୀ ବାପା ବ୍ରାହ୍ମଣ ମାନଙ୍କୁ ଭଲ ପାଆନ୍ତି ଭଲ ପାଆନ୍ତି କିଏ ଆଜ୍ଞା ନାରାୟଣ ଆଜ୍ଞା କାହିଁକି କାହିଁକି ଆପଣ ଜାଣିପାରୁନାହାନ୍ତି କି ସକାଳୁ ଉଠିଲେ ପୂଜା ପାଠ କରୁଛନ୍ତି ବ୍ରାହ୍ମଣ ମାନେ ଆଉ ଆମ ଗାଁରେ ଶନି ବ୍ରାହ୍ମଣ ପୂଜା କରୁଛି ଶନି ବ୍ରାହ୍ମଣ
ନାରାୟଣ ତାକୁ ଭଲ ପାଇଲେ ଲକ୍ଷ୍ମୀ ଠାକୁରାଣୀ ପାଇଲେ ବଡ ଭାଇ ପରା କହୁଥିଲେ ସାର୍ କାହିଁକି ଭଲ ପାଇଲେନି ତାଙ୍କ ବାପାଙ୍କୁ ଗିଳି ଦେଇଥିଲେ ତାଙ୍କ ବାପାଙ୍କୁ ଗିଳି ଦେଇଥିଲେ ବୋଲି ତାଙ୍କୁ ଠିଆରେ ପରିସ୍ରା କରିଦେଲେ ଠିଆରେ ପରିସ୍ରା କରେ ଭାଇ 4 ଯୁଗ କଥା କହୁଥିଲ ଆଉ କହିଲେ ନା ସତ୍ୟ ଯୁଗରେ ପରିସ୍ରା କଲା ଜଣେ ବ୍ରାହ୍ମଣ ଠିଆରେ ପରିସ୍ରା ଆଉ ସେ କିଏ ଇଏ ସପ୍ତ ସିନ୍ଧୁ ଜଳ କୁଏ ଅଗସ୍ତି ପାନ ସମୁଦ୍ରର ଜଳକୁ ବାପା ଅଗସ୍ତି ବ୍ରାହ୍ମଣ ଅଗସ୍ତି ବାବାଜୀଟା ଏକାଥରକେ ଚୋରୁ କରି ପିଇଦେଲା ଯେତେବେଳେ ବାପା ମାନେ 7ଟା ସମୁଦ୍ରର ପାଣିକି ପିଇଲା ଜଳଚର ଜୀବ ମାନେ ବାପା ଛଟପଟ ହେଲେ ପାଲା ଇଏ ଭାଇ ପାଲା ହଉଛି ଆଲୋଚନା ସମାଲୋଚନା ଫିଲୋସଫି ଦର୍ଶନ ଶାସ୍ତ୍ର ଶୁଣୁ ଗୋଟିଏ ପଦ ଛାନ୍ଦ ଗାଉଛି ଅଗସ୍ତି ବାବାଜୀର ଗର୍ଭ ଭିତରେ ଆଜ୍ଞା ଇଏ ଜଳଚର ପ୍ରାଣୀ ଗୁଡାକ ମା ରହିଲେ ଛଟପଟ ହେଲେ ଡାକିଲେ ନାରାୟଣକୁ ବାପା କଣ ବୋଲି ଡାକିଲେ ଆପଣଙ୍କର ବହିର ନାମ ହେଲା ବାପା ଆର୍ତ୍ତତ୍ରାଣ ଚୌକିଶା କବି ହେଲେ ଦୀନକୃଷ୍ଣ ଦାସ କରି ବାପା ମୋର ମେନ୍ ପିଲାଟି ଆସି ପାଇଲା ନାହିଁ ତା ବାପାକୁ ଆଜି ହାତୀ ଟିକେ ଧକ୍କା ଦେଇଛି ଯଶୀପୁର ତାକୁ ରିଟର୍ଣ୍ଣ କଲି ସନ୍ତୁଆ ଦେଖିବା ଆମ ମାଙ୍କର ଭାଗ୍ୟ ଆମ ପ୍ରତି କଣ ଅଛି ଲେଖିଲେ ଦୀନକୃଷ୍ଣ ଦାସ ବହି ହେଲା ଆର୍ତ୍ତତ୍ରାଣ ଚୌକିଶା ଛାନ୍ଦ ପଦଟେ ଗାଉଛି ଅଗସ୍ତି ବାବାଜୀ ଭିତରେ ଅଛନ୍ତି ବାପା ଇଏ ଜଳଚର ପ୍ରାଣୀ ମାନେ 7ଟା ସମୁଦ୍ର ମା ଇଏ ଜଳଚର ପ୍ରାଣୀ ଅଛନ୍ତି ବର୍ତ୍ତମାନ ଏଇ ଅଗସ୍ତିଙ୍କ ପେଟ ଭିତରେ ଡାକିଲେ ନାରାୟଣକୁ ରାଗଟା ହଉଛି କାମଦି ଗଜରାଜକୁ ଆଜି ଗ୍ରାହ ଆଜି ଗ୍ରାହ
ତାହେଲେ ସଜନ ଯେତେବେଳେ ଡାକିଦେଲେ ନାରାୟଣକୁ ନାରାୟଣଙ୍କର ଦୟା ହେଲା ନାରାୟଣ ମାୟା କରିଦେଲେ କଣ ମାୟା କଲେ ବାପା 7ଟା ସମୁଦ୍ର ଜଳକୁ ପାନ କରିଛି ମୋ ବାପା ଅଗସ୍ତି ବାବା ଗର୍ଭରେ ରଖିପାରୁନି ବାପା ଶୋଇପାରୁନି ଆଜ୍ଞା ଉଠି ପାରୁନି ଗଲା କଣ ଇଏ ଚାଲି ଚାଲି ଅଗସ୍ତି ବାବା ଠିଆରେ ପରିଶ୍ରା ସତ୍ୟରେ ଅଗସ୍ତି ବାବାଜୀ ଠିଆରେ ପରିଶ୍ରା କଲା ସମୁଦ୍ର ପାଣି ଲୁଣିଆ ହେଇଗଲା ବ୍ରାହ୍ମଣ ପରିଶ୍ରା କଲା ସତ୍ୟ ଯୁଗରେ ଭାଇ ତ୍ରେତା ଯୁଗରେ କହିଲ ଯେତେବେଳେ ଇନ୍ଦ୍ରଜିତ ଯଜ୍ଞ କରୁଥିଲା ଲିକୁମ୍ଭିଲା ବଟ ମୂଳରେ ଭଞ୍ଜ କହିଲେ ବୈଦେଶ ବିଳାସରେ ବଟେ ଲଙ୍କା ଭୂତଳେ ଅବଟେ ଲଙ୍କା ତଳେ ଜାତ ଜାତ ଯା କରି ହୋମ ଲିକୁମ୍ଭିଲା ବଟ ମୂଳରେ ଇନ୍ଦ୍ରଜିତ ବାପା ଯଜ୍ଞ କରୁଛି ଇନ୍ଦ୍ରଜିତ ବାବୁରେ ଯଦି ଯଜ୍ଞ ସମାପନ ହବ ଆଜ୍ଞା ଦେବଦଳନ ରଥ ବାହାରିବ ଯଦି ବାପା ମା ମାନେ ଦେବଦଳନ ରଥଟା ବାହାରେ ଇଏ ଇନ୍ଦ୍ରଜିତକୁ ସଂସାରରେ କେହି ମାରି ପାରିବେ ଆଉ ଏହି କଥା ପଣ୍ଡିତ ମଣ୍ଡଳୀରେ ବିଭୀଷଣ ଜାଣି ଥାଇ ବିଭୀଷଣ ଜାଣିଲା କହିଲା ଏ ପ୍ରଭୁ ରାଘବେନ୍ଦ୍ର ସରକାର ରଘୁକୁଳ ତିଳକ ମର୍ଯ୍ୟାଦା ପୁରୁଷରାମ ସବୁ ସର୍ବନାଶ ହେବାକୁ ଯାଉଛି ଇନ୍ଦ୍ରଜିତ ନିକୁମ୍ଭିଲା ବଟ ମୂଳରେ ଯଜ୍ଞ କରୁଛି ବାପା କେମିତି ଯଜ୍ଞ କରୁଛି କେମିତି ଯଜ୍ଞ କରୁଛି ବାପା ମାନେ ଛେଳି ରକ୍ତ ଗୁଡାକ ଛେଳିକି ହାଣି ଗୋଟେ ଲୌହ ପାତ୍ରରେ ରଖି ଆହୁତି ଦଉଛି ବୋଲେ କିଏ ନା ବଜ୍ରବାଲି ହନୁମାନ ବିଭୀଷଣ ଲକ୍ଷ୍ମଣ ହନୁମାନ ଠିଆରେ ପରିଶ୍ରା କଲା ଭାଇ ଏ କଥା କହିଥିଲେ କିନ୍ତୁ ଆଉ ଜଣେ ଭାଇ ତ୍ରେତା ଯୁଗରେ ଠିଆରେ ପରିଶ୍ରା କଲା ଜାଣ ଆଉ ପରିଶ୍ରା କରିଥିବା ଲୋକଟି ଅଟେ ଦଶାନନ ଆଉ ଜଣେ ଆଜ୍ଞା ଠିଆରେ ପରିଶ୍ରା କଲା ତ୍ରେତା ଯୁଗରେ ସେଇ ବ୍ରାହ୍ମଣ ସେ କିଏ ହୟଗ୍ରୀବ ବିଂଶ ବାହୁ ଦଶାନନ ରାବଣ ଆମ ରତି ବାବୁ ଅଛନ୍ତି ଆମ ସମ୍ମୁଖ ଭାଗରେ ପିତା ମହାଶୟ ଅଛନ୍ତି ଆମ ସଭାପତି ସମ୍ପାଦକ ଏବଂ ଜ୍ଞାନୀ ଗୁଣୀ ମାନେ ଅଛନ୍ତି ଅନେକ ପାଲା ଆପଣ ଦେଖିଛନ୍ତି ଆଜ୍ଞା ଆମେ ବା ଆପଣଙ୍କୁ କଣ ଦୀପଦ ନୂଆ କଥା କହିବୁ ତାହେଲେ କେତେବେଳେ ଠିଆରେ ପରିଶ୍ରା କଲା କେତେବେଳେ ଠିଆରେ ପରିଶ୍ରା କେତେବେଳେ ରାବଣ କଲା ଗୋଟିଏ ପଦ ଶ୍ଲୋକ ଗାଉଛି ରାବଣ ତାଙ୍କେ ମଧ୍ୟ ପି ଦେଇଥିବ ସନ୍ତୁଆରେ ଠିଆରେ ପରିଶ୍ରା କରିଦେଇଥିବ ସନ୍ତୁଆ ସ୍ୱୟଂ ଆଶୁତୋଷ ମଙ୍ଗଳମୟ ଶଙ୍କର ଭଗବାନ ଅଛନ୍ତି ବାପା କୋଉଠି ନା କୈଳାସରେ ଅଛନ୍ତି ଶଙ୍କର ଭଗବାନ ରାବଣ କେତେବେଳେ ଠିଆରେ ପରିଶ୍ରା କଲା ଶଙ୍କର ଭଗବାନ ଅଛନ୍ତି କୈଳାସରେ ଭାଇ ତମେ କେବଳ 4 ଯୁଗର କଥା କହିବ ଆଉ ଆମେ କୁଆଡେ ଯିବୁ ଶୁଣୁ 4 ଯୁଗରେ 4 ଜଣ ଶତ୍ରୁକୁ ଦେଖିବା କ୍ଷଣି ଶତ୍ରୁର ଅଧା ବଳକୁ ଟାଣି ଆଣନ୍ତି ସତ୍ୟ ଯୁଗରେ ଶଙ୍କର ଭଗବାନ ଏବା ଶଙ୍କର ଭଗବାନ ଆଶୁତୋଷ ମଙ୍ଗଳମୟ ଶିବ ଶିବ ଶତ୍ରୁକୁ ଦେଖିବା କ୍ଷଣି ବାପା ଅଧା ବଳକୁ ଭିଡି ଆଣନ୍ତି ସତ୍ୟ ଯୁଗ ଗଲା ତ୍ରେତା ଯୁଗରେ ଜଣେ ଶତ୍ରୁକୁ ଦେଖିବ ଅଧା ବଳକୁ ଭିଡିବ କିଏରେ ସେ ତେଣୁ ଗୋଟିଏ ପଦ ସେ କିଏ କିସ୍କିନ୍ଧା ସମ୍ରାଟ ପୁଅ 2 ଜଣ ଗୋପାଳ ଟଙ୍କା ତ ମୋ ଦଳରେ ବି ଅଛ ଏ ବାପା ଭାରି ରାଜନ କଟକର ରାଜା ବାପା ବାଡ଼ି
ଅଧା ବଳକୁ ଭିଡିବ ଗଲା ତ୍ରେତା ଯୁଗ ଦ୍ୱାପର ଯୁଗ ସେ କିଏ ये द्वितीय पांडव जैसे भीम द्वितीय पांडव भीमसेन आज्ञा शत्रु को देखा क्षणी अधा बल को भिड़ कली 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 जुगरे कली जुगर बापा जड़े अधा बल को भिड़ ବର୍ତ୍ତମାନ ସୁମନ ଗିଲ ମୁଁ ସୁମନ ଗିଲ କଥା କହୁନି କଣ ଚିତ୍ତ ବାବୁ ଶୋଇ ପଡିଲେ ନା ଆଜ୍ଞା କଣ ଆଖି ଲାଗି ଯାଉଛି ମୋ ଭାଇର ଆଜ୍ଞା କଳି ଯୁଗରେ ଅଧା ବେଳକୁ ଭିଡିବ ଶତ୍ରୁର ଖାଲି ଶତ୍ରୁର ନୁହଁ ଆଜ୍ଞା ଓଡିଶାର ଯୋଉ ପୁରୀ ଧାମ ଶ୍ରୀକ୍ଷେତ୍ର ଧାମ ରତ୍ନ ସିଂହାସନ ମଣ୍ଡପରେ ଅଛନ୍ତି ଦାରୁ ବ୍ରହ୍ମମୂର୍ତ୍ତି ଜଗତର ନାଥ ଜଗନ୍ନାଥ ତାଙ୍କ ପାଖରୁ ମଧ୍ୟ ଅଧା ବଳ ଭିଡିକି ଟାଣି ନେଇଯିବ ବାପା ସେ ସମୟଟା ଆସିନି ସେ କିଏ ବାବୁ ମାଳିକା ସାହିତ୍ୟ ମାଳିକା 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 ହାଣିଦାସ ହାଣିଦାସ ଇଏ ଦେଖାଯାଉ ପରା ହଟିଆ ଲାଗର ନାଟ ଲଗାଇଛୁ ଶ୍ରୀକ୍ଷେତ୍ର ହେବ ଦେଖିବେ ଜଗତ ଲୋକ ପ୍ରଭୁଙ୍କ ପାଖରୁ ଆଜ୍ଞା ଅଧା ବଳ ଭିଡିବ କିଏ ହାଳିଆ କୁମାର କଳି ଯୁଗରେ ଆଜ୍ଞା ଛତିଆ ଶ୍ରୀକ୍ଷେତ୍ର ହବ ଛତିଆକୁ ଚାଲିଯିବ ଜଗତର ନାଥ ଜଗନ୍ନାଥ ଦେଖିବା ଯଦି ସମୟ ସାପେକ୍ଷ ଅଛି ଯଦି ହୁଏ ତାହେଲେ କୋଉ ଦିନ ଯିବେ କାହିଁକି ଯିବେ ଆଲୋଚନା ହବ ତାହେଲେ ସଜ୍ଜନ ସତ୍ୟ ଯୁଗରେ ଜଣେ ଅଧା ବଳକୁ ଭିଡିଲା ଶତ୍ରୁ କଳିରେ ଠିକ ସେଇଆ ତାହେଲେ ସନ୍ତୁଆ ରାବଣ ଯାଇଛି କୈଳାସକୁ ହିମାଳୟ ପର୍ବତର ଗୋଟେ ଶୃଙ୍ଗ ବାପା କୈଳାସ ଇଣ୍ଡିଆନ ସେକ୍ସପିୟର କାଳିଦାସ କାବ୍ୟ ହେଲା କୁମ୍ଭାର ସମାନ ଲେଖିଲେ ତୁ ତରସ୍ତୁ ତରାସିଆ ଦି ଶିରବା ତତ୍ତ୍ୱ ହିମାଳୟ ପୂର୍ବ ପୌରା ତୈୟ ନିଧି ବଗାଇ ହୋ ଚିତ ପ୍ୟାଇବ ପୃଥିବୀ ଭାରତର ଉତ୍ତର ଦିଗରେ ରହିଛି ଆପଣ ମାନଙ୍କର ହିମାଳୟ ବାପା ଯୋଉଠି ବାପା ମାଳିକାକାର ଅଚ୍ୟୁତ ମହାପୁରୁଷ କହିସାରିଲେଣି 600 ବର୍ଷ ଆଗରୁ ଲେଖା ହେଇଛି ଏ ବାପା ଉତ୍ତରେ ସାଜିବ ଦକ୍ଷିଣେ ଗାଜିବ ଇଏ ପୂର୍ବେ ନ ରହିବେ କେହି ଆସିବ ନଟିରେ ଟଙ୍କା ନୟନ 700-650 ବର୍ଷ 700 ବର୍ଷ ଆଗରୁ ଯୋଉ ମାଳିକାକାର ମାନେ ଲେଖିଛନ୍ତି ମାଳିକା ତାହା ଆଜ୍ଞା ଧୀରେ ଧୀରେ ସତ୍ୟ ହେବା ପାଇଁ ଯାଉଛି ଉତ୍ତରରେ ସାଜିବ ଦକ୍ଷିଣେ ଗାଜିବ ବର୍ତ୍ତମାନ ସୁଦ୍ଧା ଆପଣ ଦେଖନ୍ତୁ ଭାରତର ଉତ୍ତର ଦିଗରେ ବାପା ଶତ୍ରୁ ସାଜିକି ରହିଛନ୍ତି ଆଜ୍ଞା କଦାପି ଛାଡୁନାହାନ୍ତି ବାବୁରେ ये उत्तर रे काश्मीर 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 राज्य शत्रु साजिकी अछंती दक्षिण भागरे मध्य सब यूरोपियन कंट्री माने प्रस्तुत हे गलेनी बापा पूर्वे न रहिबे केही खाली कोन अच्युत महापुरुष बलराम दास पंचसखा साहित्य बलराम दास कोन कहिले ए बापा 7 दिन परा अंधार बहुल ए बापा सूर्य न देबेटी देखा अंधार हब आज्ञा सत्य त्रेतारे द्वापर कली हब बाबू भागवत पूरा समर्थन करदे कौन कहले कि ये जुग कु जुग यही मत ये साधु जन ये बापा पर महानंद हो ये
ଯୁଗରେ ଯାହା ହେଇଛି ବାପା ତ୍ରେତାରେ ସେଇଆ ହବ, ଦ୍ୱାପରରେ ସେଇଆ ହବ, ଏ ମା କଳିରେ ସେଇଆ ହବ। ଗୋଟେ ଗୋଟେ ସମାଧାନ କରିବା, ବେଶୀ ଗୁଳେଇଲେ ଗୋଳିଆ ହେଇଯିବ। ତାହେଲେ ସଜ୍ଜନ ରାବଣ ଠିଆରେ ପରିସ୍ରା କଲା, ଯାଇଛି କୋଉଠି ନା ଶଙ୍କର ଭଗବାନ ପାଖକୁ। ଶଙ୍କର ଭଗବାନଙ୍କୁ ସତ୍ୟ କରେଇଦେଲା। ଶଙ୍କର ଭଗବାନ ସତ୍ୟ କରିଦେଲେ। ବାବୁ ଶଙ୍କର ଭଗବାନ ଆଜ୍ଞା ସତ୍ୟ କରିଦେଲେ। ଇଏ ସତ୍ୟ ସତ୍ୟ ମୁଁ କରୁଛି, ଯେତେବେଳେ ରାବଣ ସତ୍ୟ କରିଦେଲା ଶଙ୍କର ଭଗବାନକୁ, ଆଜ୍ଞା ଶଙ୍କର ଭଗବାନ ସତ୍ୟ କରିଦେଲେ। ଶଙ୍କର ଭଗବାନକୁ ରାବଣ ବାପା କହିଲା, କହିଲା ପ୍ରଭୁ ଆପଣଙ୍କର ଏଇ ଯୋଉ 12 ଜ୍ୟୋତିର୍ଲିଙ୍ଗ ଅଛି, ଏଇ 12 ଜ୍ୟୋତିର୍ଲିଙ୍ଗ ଭିତରୁ ଗୋଟେ ଗୋଟେ ଲିଙ୍ଗ ଦିଅନ୍ତନି, ମୁଁ ଲଙ୍କା କଟକରେ ସ୍ଥାପନ କରନ୍ତି। ଶଙ୍କର ଭଗବାନର ଶିଷ୍ୟ ଆଜ୍ଞା ହେଲେ ରାବଣ, ସତ୍ୟ ତ କରିଦେଇଛନ୍ତି। ଆଜ୍ଞା 12 ଜ୍ୟୋତିର୍ଲିଙ୍ଗରୁ ଗୋଟେ ଲିଙ୍ଗ ଦେଲେ ରାବଣକୁ। କିନ୍ତୁ ଶଙ୍କର ଭଗବାନ କହିଲେ ରାବଣ ନଉଛୁ ସତ ଇଏ ଜ୍ୟୋତିର୍ଲିଙ୍ଗ, ହେ ରାବଣ ମନେ ରଖ ମନେ ରଖ ମନେ ରଖ, ଇଏ ଜ୍ୟୋତିର୍ଲିଙ୍ଗକୁ ରାବଣରେ କେବେ ତଳେ ଥୋଇବୁ ନାହିଁ ଜାଣ। ଆଉ ତଳେ ଥୋଇଲେ ଦ୍ୱିତୀୟ ବାର ଇଏ ନ ଉଠେ ପ୍ରମାଣ। ଶଙ୍କର ଭଗବାନ କହିଲେ ଇଏ ଲିଙ୍ଗକୁ ତଳେ ଥୋଇବୁ, ଯଦି ତଳେ ଥୋଇବୁ ଦ୍ୱିତୀୟବାର ଆଉ ଉଠେଇ ପାରିବୁନି। ରାବଣ ଆଜ୍ଞା ଇଏ ଜ୍ୟୋତିର୍ଲିଙ୍ଗକୁ କଲା କଣ ମୋ ବାପା ମାନେ, କାନ୍ଧରେ ଅତି ଶ୍ରଦ୍ଧା ସହକାରେ ବୋହିଛି, ଯେତେ କଷ୍ଟ ହଉ ବାପା କାନ୍ଧରେ ବୋହିକି ରାବଣ ଆସୁଛି। ମା ପାର୍ବତୀ ସ୍ନାନ କରିବା ପାଇଁ ଯାଇଥିଲେ, ମା ପାର୍ବତୀ ଆସି ଦେଖିଲେ 12 ଜ୍ୟୋତିର୍ଲିଙ୍ଗ ଭିତରୁ ଗୋଟେ ଲିଙ୍ଗ ନାହିଁ। ଶଙ୍କର ଭଗବାନଙ୍କ ପାଖରେ ଯାଇକି ପହଞ୍ଚିଲେ, କହିଲେ ହେ ସ୍ୱାମୀ ଦେବତା, 12 ଜ୍ୟୋତିର୍ଲିଙ୍ଗ ଦର୍ଶନ ନ କଲା ପର୍ଯ୍ୟନ୍ତ ମୁଁ ଅନ୍ନ ଜଳ ଗ୍ରହଣ କରିନା। ଆଉ ଗୋଟେ ଲିଙ୍ଗ ତ ସ୍ୱାମୀ ଶଙ୍କର ଭଗବାନ କହିଲେ ପାର୍ବତୀ ମୋ ଶିଷ୍ୟ ରାବଣ ଆସିଥିଲା, ସତ୍ୟ କରିଦେଲା, ମୁଁ ତାକୁ ଗୋଟେ ଲିଙ୍ଗ ଦେଇଛି। ମା ପାର୍ବତୀ କାନ୍ଦିଲେ, କହିଲେ ସ୍ୱାମୀ ଦେବତା ଆପଣ ଯଦି ସେ ଲିଙ୍ଗକୁ ଫେରେଇ ନ ଆଣିବେ, 12 ଜ୍ୟୋତିର୍ଲିଙ୍ଗ ନ ଦେଖିବା ପର୍ଯ୍ୟନ୍ତ ମୁଁ ଅନ୍ନ ଜଳ ଗ୍ରହଣ କରିବି ନା। ସେଇଠି ଆଜ୍ଞା ନାରାୟଣ କଲେ କଣ, ଭଗବାନ ଭଗବାନ ଆଜ୍ଞା ଶଙ୍କର ଭଗବାନ ଯିଏ ସଂହାର କର୍ତ୍ତା ଭାବରେ ଦୁନିଆରେ ବି ଦ୍ୱିତୀୟ, ଇଏ ମୋହିନୀ ରୂପକୁ ପ୍ରଭୁ ଇଏ ବାପା କରିଲେ ଧାରଣ। ଭଗବାନ 4 ଯୁଗରେ ନାରୀ ହେଇଛନ୍ତି, ସତ୍ୟରେ ନାରୀ ହେଲେ କିଏ ନା ନାରାୟଣ। କେତେବେଳେ ଯେଉଁଦିନ ପଣ୍ଡିତ ସମୁଦ୍ରକୁ ମନ୍ଥନ କରିଲେ ମୋ ଆଜ୍ଞା, ସମୁଦ୍ର ବାପା ମନ୍ଥନ ଯୋଉଦିନ ହେଲା ଅମୃତ ବାହାରିଲା, ଦେବତା ମାନେ ବସି ପଡିଲେ, ଏ ମା ଦେବତା ମାନେ ଅମୃତ ପାଇବା ପାଇଁ ବସି ପଡିଲେ। ନାରାୟଣ କଲେ କଣ, ଇଏ ମୋହିନୀ ରୂପକୁ ଧରି ଧନ ଭାଇରେ ବାହାରିଥିଲା। ବାପା ବାଣ୍ଟି ବାଣ୍ଟି ଗଲା ବେଳେ ନଜର ପଡିଗଲା ଜଣକ ପାଖରେ, ଗୋଟେ ରାକ୍ଷସ ମୋ ବାପା ବସିଥିଲା।
ସେ କିଏ ଇଏ କେତୁ ରାକ୍ଷସ ଯେ ଜାଣ ଧନ ରାକ୍ଷସଟିଏ ବସିଥିଲା ସେ ଅମୃତ ପାନ କଲାନି ତାକୁ ତୋଡ଼ିଦେଲେ ଇଏ ଦେବତା ମାନେ ସତ୍ୟ ଯୁଗରେ ନାରାୟଣ ହେଲେ ନାରୀ ଏମା ଅମୃତ ବାଣ୍ଟିଲେ ତ୍ରେତା ଯୁଗରେ ନାରୀ ହେଲେ କିଏ ସେଇ ଭଗବାନ ଯେତେବେଳେ ରାବଣ ଧରିକି ଆସୁଛି ଜ୍ୟୋତିର୍ଲିଙ୍ଗ ପାର୍ବତୀ ସତ୍ୟ କରେଇଦେଲା ଆଜ୍ଞା ଶଙ୍କର ଭଗବାନ କଲେ କଣ ଇଏ ମୋହିନୀ ରୂପକୁ ଧରି ଧନ କାଖରେ ପୂର୍ଣ୍ଣ କଳସୀ ଜଳ କଳସୀଟିଏ ଧରି ଶଙ୍କର ଭଗବାନ ନିଜେ ଚାଲିଲେ ସେ ରାବଣ ସମ୍ମୁଖ ଭାଗକୁ ରାବଣକୁ ଆଜ୍ଞା ଶସ ହେଇଛି କାରଣ ଭଗବାନ କେତେବେଳେ ବାପା କିମାୟା କରନ୍ତି କେହି ଜାଣିପାରିବେ ନା ପ୍ରମାଣ ଭାଗବତ ଜଗନ୍ନାଥ ଦାସ ପୁରୀ ଜିଲ୍ଲା ବ୍ରାହ୍ମଣ ଶାସନର ପୁଅ କପିଳେଶ୍ୱରପୁର ବ୍ରାହ୍ମଣ ଶାସନର ପୁଅ ଜଗନ୍ନାଥ ଦାସ କଣ କହିଲେ ବୋଲେଇ ଇଏ ମମାୟା ମତେ ଅଗୋଚର ଇଏ କାହୁ ନାହାରିବେ ରାବଣ ଦେଖିଦେଲା କେତେବେଳେ ବାପା ରାବଣ ଦେଖିଲା ରାବଣକୁ ଶୋଷ ହେଲା ରାବଣ ଚିନ୍ତା କଲା ଯଦି ଟିକେ ବର୍ତ୍ତମାନ ଇଏ ଜଳପାନ କରନ୍ତି ମୋର ତୃଷା ନିବାରଣ ହୁଅନ୍ତା ବାବୁରେ ଶଙ୍କର ଭଗବାନ ଏଣେ ନନ୍ଦୀ କି କରିଦେଇଛନ୍ତି କଣ ନା ବୃଦ୍ଧ ବ୍ରାହ୍ମଣ ବେଶରେ ବୁଢା ବେଶରେ ନନ୍ଦୀ ଆସୁଛି ଆଜ୍ଞା ଇଏ ରାବଣ ଚିନ୍ତା କଲା ଇଏ ବୁଢା ବ୍ରାହ୍ମଣଟାକୁ ଯଦି ମୋ ଲିଙ୍ଗଟାକୁ ଧରେଇଦେବି ଘରେ ତ ଥଇଲେ ଉଠିବନି ଯଦି ଧରେଇଦେବି ଇଏ ଟିକେ ଧରିବ ମୁଁ ଟିକେ ଅମୃତ ପାନ କରିବି ଜଳପାନ କରିବି ଏତ ଚିନ୍ତା କରି ଜ୍ୟୋତିର୍ଲିଙ୍ଗ କୁରାବଣ ଇଏ ବୁଢା ବ୍ରାହ୍ମଣକୁ ଧରାଇ ଦେଲା କି ଜାଣ ସ୍ୱୟଂ ମହାପ୍ରଭୁ ନାରୀ ହୋଇ ଜଳ ଦେଲେ ପୁଣି ଯାଅ ପାଣି ଢାଳୁଛନ୍ତି ରାବଣ ପିଉଛି ଇଏ ରାବଣର ପଣ୍ଡିତ ହେ ଇଏ ଶସ ମରୁ ନାହିଁ ଶେଷରେ ଶିବ କଲେ କଣ ପୂର୍ଣ୍ଣ କଳସୀଟା ଢାଳିଦେଲେ ରାବଣର ତୃଷା ମେଣ୍ଟିଗଲା ରାବଣର ମନେ ପଡିଗଲା ରେ ହେ ଇଏ ବୁଢା ବ୍ରାହ୍ମଣଟାକୁ ଧରେଇ ଦେଇଛି ମୁଁ କଣ ନା ମୋ ଜ୍ୟୋତିର୍ଲିଙ୍ଗ କାଳେ ଇଏ ବୁଢାଟା ପାରିବ ନ ପାରିବ ତଳେ ଯଦି ଥରିବ ଆଉ ଲିଙ୍ଗ ଉଠିବନି ରାବଣ କଲା କଣ ତୋର ରାବଣ ଯେ ତହୁ ଚାଲିଗଲା ତର ରାବଣ ଦୌଡ଼ିଲା ବୁଢା ପାଖରେ ପହଞ୍ଚିଲା କହିଲା ମଉସା ଦିଅ ଆଉ ହବନି କହିଲା ଜ୍ୟୋତିର୍ଲିଙ୍ଗକୁ ଏ ବାପା ମାନେ ପିଇ ଦେଇଛି ତ ଭଗବାନଙ୍କର ପେଟେ ପାଣି ରାବଣ ଆଉ ସମ୍ଭାଳି ପାରିଲା ଇଏ ଚାଲୁ ଚାଲୁ ରାବଣ ଯେ ଠିଆରେ ପରିସ୍ରା କଲା ଆଜି କିଛି ନାହିଁ ଆସନ୍ତା କାଲିଠୁ ନା ତାହେଲେ ସଜନ ଦ୍ୱାପର ଯୁଗରେ ଦି ଜଣ ଏହି ବୀଜରୁ ଏହି ତରୁ ହସିଲେ ମହାଗୁରୁ ରାଜଗୁରୁ ଦୁର୍ଯ୍ୟୋଧନ ଯାଉଥିଲା କୋଉଠି ଯଦୁଗୃହକୁ ବନ୍ଦୀ କରି ରଖିଛି ବାପା କାହାକୁ ନା ମାମୁ ବଂଶକୁ ପରିସରରେ ବରକଳି ପତ୍ର ବରକଳି ମଞ୍ଜି ଭାସିଗଲା ବାପାରେ ସିଆରେ ପରିସ୍ରା ଦୁର୍ଯ୍ୟୋଧନ ଆଉ ଭୀମସେନ ଆଉ କଳିଯୁଗରେ କଳିଯୁଗରେ ବାପା ଏଇଠୁ ଯଦି କଥା ଲମ୍ବେଇ ପୁଣି ଆସନ୍ତା କାଲି ବି ସରିବନି ଅଚ୍ୟୁତ ମହାପୁରୁଷ ମାଳିକା କଣ କହିଲା ଆମେ ଲୁହାରେ ଖାଇଲେ ପାଲା ବଡ ଭାଇ କେମିତି ଆଲୋଚନା ହୁଏ ତର୍ଜମା କେମିତି ହୁଏ
ଦେଖ ବୋଲି ତ ମୁଁ ନିର୍ଦ୍ଦେଶ କରିପାରିବି ନାଇଁ ନାଇଁ ଅନ୍ତତଃ ଟିକେ ମୋର ଭୁଲ ହଉଛି କି ଠିକ ହଉଛି ବସିକି ଟିକେ ନିରୀକ୍ଷଣ କର ତମେ ମୋ ବଡ ଭାଇ ତମର ଆଶୀର୍ବାଦ ନେବା ହଉଛି ମୋର ବିଧେୟ ବଡ ଭାଇ ହିସାବରେ ତମକୁ ପୂଜ୍ୟ ପୂଜାର ବ୍ୟତିକ୍ରମ ଆଗକୁ नहीं କରିବି नहीं नहीं ମୁଁ ଆଜ୍ଞା ସେ ପ୍ରକାର ପିଲା ନୁହଁ କି ସେ ପ୍ରକାର ଗାୟକ ନୁହଁ नहीं नहीं छोड़ेगा କହିଲେ ନାହିଁ ଅନେକ ବର୍ଷିଆନ କଳାକାର ସହିତ ପାଲା ହେଇଛି ପୁରୀ ଜିଲ୍ଲା ପ୍ରଦ୍ୟୁମ୍ନ ନନ୍ଦ ବାବୁରେ ଅବିନାଶ ମିଶ୍ର ଦୁର୍ଯ୍ୟୋଧନ ନାୟକ ଅଜୟ ଶତପଥୀ ଏବଂ ଆମର ଦେବଦତ୍ତ ପଣ୍ଡା ଦୀକ୍ଷିତ କଣ ଅଜୟ ଦୀକ୍ଷିତ ଆପଣଙ୍କର ଢେଙ୍କାନାଳର ଯାହା ହଉ ମୋ ଗୁରୁ ଭାଇ ବିଜୟ ଓଝା ସହିତ ଦି ଥର ଭେଟ ହେଲାଣି ପୁଣି ଏ ବର୍ଷ ସେଇ ବିଜୟ ଓଝା ସହିତ ପାଲା ଆପଣଙ୍କର ଏଇ ଖେଜିରିଆ ସେ ଅନୁଷ୍ଠାନ ଲୋକ କାଲି ଆସିବେ 7 ଥର ଖଣ୍ଡେ ଫୋନ କଲେଣି ମୁଁ ଚିତ୍ତ ବାବୁକୁ କହୁଥିଲି ତାହେଲେ ସଜନ କଥା ଲମ୍ବଉନି ବାପା ମାନେ ମାଳିକା ସାହିତ୍ୟ ଲେଖିଦେଲେ ଅଚ୍ୟୁତ ମହାପୁରୁଷ ଆମେ ଲୁହାରେ ଖାଇଲେ ସତ୍ୟ ଯୁଗର ପରମାୟୁ ବାପା 17,28,000 ଏ ବାପା ସତ୍ୟ ଯୁଗର ପରମାୟୁ 17,00,000 ଆଜ୍ଞା କରିନେବେ ଦ୍ୱାପର ଯୁଗ ଚେଷ୍ଟା ଯୁଗର ପରମାୟୁ ଏମା 12,96,000 ଦ୍ୱାପର ଯୁଗର ପରମାୟୁ ବାପା 8,64,000 କଳି ଯୁଗର ପରମାୟୁ ବାପା ହଉଛି 4,32,000 ସହସ୍ର ବର୍ଷ ସବୁ କଣ ଆଜ୍ଞାରେ ଆପଣ ମତେ କେତେ ଭଲ ପାଉଛନ୍ତି ସାରେ ହଁ ତତେ ମୁଁ ଭାରି ଭଲ ଆପଣ ମତେ ଗେଲେଇକି ଡାକିଦେଲି ତତେ ମୁଁ ଭଲ ପାଉଛି ତୋ ମୁହଁରେ ଭାରତ ମାନଚିତ୍ର ଅଛି ତ ଚୁପ୍ ଅଭଦ୍ର କାକା ବାପା ସତ୍ୟ ଯୁଗ 17,28,000 ଭୋଗ ହେଇନି ତ୍ରେତା ଯୁଗ 12,96,000 ଭୋଗ ହେଇନି ଦ୍ୱାପର ଯୁଗ 8,64,000 ବର୍ଷ ଆଜ୍ଞା ଭୋଗ ହେଇନି ଏ ମା କଳି ଯୁଗ 4,32,000 ବର୍ଷ ଭୋଗ ହବନି କାହିଁକି ଭୋଗ ହବନି ତା ମନ କଥା ସିଏ ଜାଣିଛି ନା ଆଉ କଥା ଗାଁ କଥାରେ ଶୁଣୁ ସନ୍ତୁଆ ଆରେ ଯେତିକି ଭୋଗ କରିବା କଥା କରିଦେଲା ସନ୍ତୁଆ ଯଦି ବାପା କର୍ମ ଭୁଲ ହବ ତାହେଲେ ଯୁଗ ଅବକ୍ଷୟ ହବ ବହୁତ କଷ୍ଟରେ ଜିନିଷ ବାପା ହାସଲ ହେଇଛି ଯାହା ଗୁରୁଦେବ ବଞ୍ଚିଥିଲେ ବଳଭଦ୍ର ପଣ୍ଡା ମହାରାଜ ମୁଁ ଟଙ୍କାଟି ଆଜ୍ଞା ତାଙ୍କୁ ଦେଇନି ତାଙ୍କ ଗୋଡ ଘଷିକି ଏମାଲାଣି ଅମର ଦାସ ତାଙ୍କ ଗୋଡ ଘଷିଛି ଦତ୍ତ ପଣ୍ଡା ତାଙ୍କ ଗୋଡ ଘଷିଛି ଯାହା ହଉ ମୋର ଟିକେ ବସି ଦେଇଥିଲେ ମୁଁ ଦେଇଥାନ୍ତି ତୋ ପାଖରେ କି ଜ୍ଞାନ ଅଛି ରେ କେତେ ଜ୍ଞାନ ଗଭୀର ଜ୍ଞାନ କଣ ଗଭୀର ଜ୍ଞାନ ଅଛି ଆଗକୁ ଦେଖିବେ ନା ସନ୍ତୁଆ ଚ୍ୟାନେଲ ଲାଗିଛି ବାପା ଧୀରେ ସଂଯତ କଣ୍ଟ୍ରୋଲ ୟୋରସେଲ୍ଫ ତାହେଲେ ହେ ସଜଲ ଯୁବ ଅବକ୍ଷୟ ହେଲା ମା ମାନେ କାହିଁକି ଯୁବ ଅବକ୍ଷୟ ହେଲା ମାଳିକା ସାହିତ୍ୟ ସନ୍ତୁଆ ଅଚ୍ୟୁତ ମହାପୁରୁଷ ଦେଖିବା କିଛି ଆନନ୍ଦ ଆମେ କଣ ଅଚ୍ୟୁତ ମହାପୁରୁଷ ତମେ କଣ ଏ ବାପା ଆମେ ଲୁହାରେ ଖାଇଲେ ଇଏ ଠିଆରେ ମୁତିଲେ କଣ ମାରିଦବୁ ନା କଣ ମାରି ଯାଇ ତୋ ହାତ କାହିଁ ମୋ ପାଟିରେ ଦଉଛୁ ସାମ୍ନାରେ ଚିତ ହଁ ଚିତ୍ତ ଭାଇ ତ ଅଛନ୍ତି ଅନେକ କର୍ମକର୍ତ୍ତା ଅଛନ୍ତି ଏପଟେ ଆମ ଚିହ୍ନା ମୋ ବସିଛନ୍ତି ଏଇଥିପାଇଁ ଡାକୁଛନ୍ତି କଣ ଅସୁବିଧା ଆପଣଙ୍କୁ ଏଇଥିପାଇଁ ଡାକୁଛନ୍ତି କଣ ଅସୁବିଧା ହେଲା କହୁନୁ ଆପଣ ଜଣେ ଟିଚର ଏମିତି ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି କଣ ଅଶ୍ଳୀଳ ଭାଷା ହେଲା ମୁତି କଥା କହୁଛନ୍ତି କହିଥାନ୍ତେ ପରିଷ୍କାର ନହେଲେ କହିଥାନ୍ତେ ନହେଲେ ଏକ କହିଥାନ୍ତେ ଗଭୀର ଜ୍ଞାନରେ ବହଳିଆ ସନ୍ତୁଆ ମୁଁ ଅପଭ୍ରଂଶ ଭାଷା କହୁଛି ଆପଣ କହୁନାହାନ୍ତି ମୁଁ କହିବି ଆମ ପୁରାଣରେ ବାପା ଇଏ ସବୁ ହଉଛି ଦେଶଜ ଶବ୍ଦ ଯୋଉ କେତେ ଜଣ ମା ଅଛ ଖରାପ ଭାବିବନି କାରଣ ମୁଁ ତମ ପୁଅ ଭଳିଆ ତମ ଦିଅର ଭଳିଆ ମତେ ଖରାପ ଭାବିବନି ଆମ ପୁରାଣରେ ଯାହା ଅଛି ବାପା ମୁଁ ସେଇ କଥା କହୁଛି ଆପଣଙ୍କର ଶନି ମେଳା ବହି ନଟିଆ ବାରିକର 2ଟା ସ୍ତ୍ରୀ ନଟିଆ ବାରିକ ଯାଇଛି ଆଜ୍ଞା ତା ଧନ୍ଦା କରିବାକୁ କହିଲା ଡବଲ ସିମ୍ ଆହୁରି ତୁ କଥା ବଢଉଛୁ କହିଲା ଡବଲ ସିମ୍ ନଟିଆ ବାରିକର 2ଟା ସ୍ତ୍ରୀ ନଟିଆ ବାରିକ ମା ଘରେ ନାହିଁ ବାପା ନଟିଆ ବାରିକ ଯାଇଛି ତା ଧନ୍ଦା କରିବାକୁ ବଡ ଆଉ ସାନ କଳି ଲାଗିଲେ ବାପା ବଡ ସାନ କଳି ଲାଗିଲେ ବାପା ସତେ କି 7ଟା ଗାଁର ପ୍ରଧାନରେ ତୁ ଚାଟି କେମିତି ବାଗରେ ଧରିଛି ଦେ ତୁ ଅପେରା ପାର୍ଟିରେ ଥିଲୁ କି ରେ କଣ କରୁଥିଲୁ
ବାପା ମାନେ ନଟିଆ ବାରିକ ଯାଇଛି ଆଜ୍ଞା ଧନ୍ଦା କରିବାକୁ। ତା ଦିଟା ସ୍ତ୍ରୀ ଝଗଡ଼ା ଲାଗିଛନ୍ତି। ନଟିଆ ବାରିକ ରାତିରେ ଆସିଲା। ଇଏ ବଡ କହେ ହାଣ୍ଡି ଖାଇ, ଇଏ ବଡ କହେ ହାଣ୍ଡି ଖାଇ, ଇଏ ହଙ୍ଗିଲା ଚୁଲିରେ ଆଉ ରାତ୍ର ମୁତିଲା ସେ ଏହି ପିଣ୍ଡ ଠାରେ। ଆଉ ଆପେ କହିବାରୁ ଖାଲି ରାତ୍ର ଅର୍ଧେ କେଳେ ଗଲା କେହି ନ ଜାଣିଲା। ଲେଖା ହେଇଛି ଏ ଦେଶଜ ଶବ୍ଦ। ତେଣୁ ଅଚ୍ୟୁତ ମହାପୁରୁଷ ମାଳିକାରେ କହିଲେ ଯୁଗ ଅବକ୍ଷୟ ଆଜ୍ଞା ହେଲା। କାହିଁକି ହେଲା ନା ଆମେ ଲୁହାରେ ଖାଇଲେ ଏଠି ଆରେ ମୁତିଲେ ମଦରେ ସର୍ବେ ମାତିଲେ। ଏହି ତିନି କଥା ଦେଖିବୁ ରେ ରାମ ଯୁଗ ଅବକ୍ଷୟ ଭଏ। ଖାଲି ଭାଇ ଚାରି ଯୁଗରେ ପରିସ୍ରା କରିବା କଥା ଲେଖା ହେଇନି। ମାଳିକା ସାହିତ୍ୟର ଚାରି ଯୁଗରେ ଲୁହାରେ ଖାଇବା କଥା ବି ଲେଖା ହେଇଛି। ସତ୍ୟ ଯୁଗରେ ବାପା ମାନେ ଜଣେ ଲୁହାରେ ଖାଇଲା। 72,000 ବର୍ଷ ସତ୍ୟ ଯୁଗରୁ ମାଇନସ ହେଇଗଲା। ସେ କିଏ? ସେ କିଏ? ଭଗବାନଙ୍କର ଆଜ୍ଞା ଯେମିତି 10 ଅବତାର। ଭଗବାନଙ୍କର ଯେମିତି ଆଜ୍ଞା 10 ଅବତାର। ମୀନ, କଚ୍ଛପ, ବରାହ, ନୃସିଂହ, ବାମନ। ବାବୁରେ ରାମ ଆଉ ପରଶୁରାମ, ବଳରାମ ଏବଂ ବୌଦ୍ଧ। ଆଉ ଗୋଟେ ହବ କଳ୍କି ଅବତାର। ତାହେଲେ ସଜ୍ଜନ ମୋ କହିବାର ଆଭିମୁଖ୍ୟ ଏଇ ମା ମଧ୍ୟ ମା ଦୁର୍ଗତି ନାସିନୀ ଦୁର୍ଗ ଅମ୍ବିକେ ଦଶଭୁଜା ମା ତାରିଣୀ କାରିଣୀ ମଧ୍ୟ ଭଗବାନଙ୍କ ପରି 10 ଅବତାର ନିଅନ୍ତି। ସପ୍ତଶତୀ ଚଣ୍ଡୀ ପାଠ କାଳିତାରା ମହାବିଦ୍ୟା ସୁଭଦ୍ରା ଭୁବନେଶ୍ୱରୀ ଭୈରବୀ କ୍ଷୀର ନମସ୍ତାଚ ବିଦ୍ୟା ଧୂମାବତୀ ତଥା। ଆଗକୁ ଯାଉନି, ଯେତିକି ଦରକାର ସେତିକି ଶ୍ଲୋକ ଆଣିବା। ମା ଧରିଲା ସେଦିନ ବାପା କ୍ଷୀର ନମସ୍ତା ରୂପ। ବାପା ଇଏ କ୍ଷୀର ନମସ୍ତା ରୂପଟା କେମିତି? ଏ ବାପା ମା ଧରିଲା ନମସ୍ତା ରୂପ ମୁଣ୍ଡଟା ନାହିଁ। ଖାଲି ବାପା ଗଣ୍ଡିଟା ଅଛି, ମୁଣ୍ଡ ନାହିଁ ଆଜ୍ଞା, ଖାଲି ଗଣ୍ଡି ଅଛି। ବାବୁରେ ଅସୁରଟେ ଥିଲା, ରାକ୍ଷସଟେ ଥିଲା, ନାଁଟା ହଉଛି ରକ୍ତବୀର୍ଯ୍ୟ ଦାନବ। ବ୍ରହ୍ମାଙ୍କ ବଳରେ ବଳିୟାନ ହେଇଛି। ଯକ୍ଷ ରକ୍ଷ କେହି ତାକୁ ବିନାଶ କରିପାରିବେନି। କୌଣସି ମା ଅସ୍ତ୍ରରେ ମରିବନି, ଶସ୍ତ୍ରରେ ମରିବନି। ଯଦି ମା ଯୋଗମାୟା ଚାହିଁବେ ତାକୁ ମାରିପାରିବେ, କିନ୍ତୁ ଅସ୍ତ୍ରରେ ମରିବେନି। ତା ମୁଣ୍ଡ ମୋଡା ହବ, ସେ ମରିବ। ମୁଣ୍ଡ ସିନା ମୁଡା ହବ, ବ୍ରହ୍ମା ଦେଇଛନ୍ତି ବର, ଯଦି ରକ୍ତ ବୀର୍ଯ୍ୟର ଗୋଟିଏ ଶଣିତ ବିନ୍ଦୁ ବକ୍ଷରେ ପଡିବ, ଇଏ ଧରଣୀ ବକ୍ଷରେ ପଡିଲେ ମା ଆଉ ଗୋଟିଏ ରକ୍ତ ବୀର୍ଯ୍ୟ ରାକ୍ଷସ ଜନ୍ମ ହବ। ତେଣୁ ମା ଦଶଭୁଜାକୁ 33 କୋଟି ଦେବାଦେବୀ ମାନେ ସ୍ତୁତି କଲେ। କେମିତି ସ୍ତୁତି କଲେ? ଗୋଟେ ପଦ ଚୌପଦୀରେ ଧନ, ଖାଲି ସଂକ୍ଷିପ୍ତ ଭାବରେ ବାଙ୍କା ବାଙ୍କା। ବୋଲ ଭାଇ, ये माँ तारिणी, ये माँ कारिणी अंबिका, ये माँ तारिणी कारिणी माँ अंबिका, ये माँ तारिणी का
ବାପା 33 କୋଟି ଦେବାଦେବୀ ରକ୍ତ ବୀର୍ଯ୍ୟ ଦାଉରୁ ରକ୍ଷା ପାଇବା ପାଇଁ ଏମା ଯେତେବେଳେ ଦେବାଦେବୀ ମାନେ ଡାକିଲେ ମା ଯୋଗମାୟା 10 ଭୁଜା କଲେ କଣ ଛିନ୍ନ ମସ୍ତା ରୂପକୁ ଧରିଲେ ଇଏ ଗୋଟେ ବାବା ମାଙ୍କର 10 ମୂଳ ବିଦ୍ୟାରୁ ଗୋଟିଏ ବିଦ୍ୟା ମୁଣ୍ଡ ନାହିଁ ବାପା ପଣ୍ଡିଟା ଅଛି ରକ୍ତ ବୀର୍ଯ୍ୟ ଦାନବର ମୁଣ୍ଡକୁ ମଣିଲେ ବ୍ରହ୍ମା ଦେଇଛନ୍ତି ବାପା ବର ଯଦି ଗୋଟିଏ ଶଣିତ ବିନ୍ଦୁ ଏ ଧରଣୀ ବଂଶରେ ବାପା ପଡିଲା ପୁନର୍ବାର ରକ୍ତ ବୀର୍ଯ୍ୟଟିଏ ଜନ୍ମ ନେବ ହେଲା କଣ ମା 3 ଧାରର ରକ୍ତ ବୀର୍ଯ୍ୟ ରହିଆ ରକ୍ତ ବାହାରିଲା ବାପା 3 ଧାରର ରକ୍ତ ବାହାରିଲା ମା 10 ଭୁଜା ଦେଖିଲେ ଏ ମା ଛିର୍ଣ୍ଣମସ୍ତା ଦେଖିଲେ କିରେ 3ଟା ଧାରର ରକ୍ତ ବାହାରିଲା ଯଦି ଶଣିତ ବିନ୍ଦୁ ତଳେ ଧରଣୀ ବଂଶରେ ପଡିବ ପୁନର୍ବାର ଏକ ରକ୍ତ ବୀର୍ଯ୍ୟ ଜନ୍ମ ନେବ କରିବେ କଣ କରିବେ ମା କଲେ କଣ ବାବୁ ଧାରଣ କଲେ ଗୋଟେ ରକ୍ତ ବିନ୍ଦୁର ଧାରକୁ ପଡିବେ ଯିବେ ଆଉ ଅଳ୍ପ ସମୟ ବସନ୍ତୁ ଆପଣମାନେ ଯଦି ଯିବେ ଆମେ କାହା ପାଇଁ ପାଲା ବସୁ ହଉ ବସନ୍ତୁ ହଁ ଆଉ ଟିକେ ବସନ୍ତୁ ତାପରେ ଦେଖିବା 3 ଧାରରେ ବାପା ମାନେ ରକ୍ତ ବାହାରିଲା ମା ଛିର୍ଣ୍ଣମସ୍ତାଙ୍କର ମାନ ବୁଦ୍ଧି ହଜିଗଲା କରିବେ କଣ ଏ ଗୋଟିଏ ଧାରର ରକ୍ତକୁ ମା କଲେ କଣ ନା ଜିହ୍ବାକୁ ଲମ୍ବେଇକି ଚାଟିଲେ ଜିହ୍ବାକୁ ଲମ୍ବେଇ ଗୋଟେ ଧାର ରକ୍ତକୁ ଚାଟିଲେ ଦ୍ୱିତୀୟ ଧାର ରକ୍ତ ଇଏ 64 ଜଗ୍ନିକୁ ଯେ କଲେ ମନ୍ତ୍ର মা ଛିର୍ଣ୍ଣମସ୍ତା ଡାକିଲେ 64 ଜଗ୍ନି ଗୋଟେ ଧାର ରକ୍ତ ଚାଟିଲେ ତୃତୀୟ ଧାର ଗୋଟେ ଲୁହା ପାତ୍ରରେ ଛିଣିଲେ ଢକ ଢକ କରି ପିଇଲେ ଲୁହା ବ୍ୟବହାର କଲେ ମା କିଏ ସାକ୍ଷାତ ମା ଛିର୍ଣ୍ଣମସ୍ତା ଗଲା ଯୁଗ ଅବକ୍ଷ ହେଲା ତ୍ରେତା ଯୁଗରେ ଲୁହା ବ୍ୟବହାର ହେଲା କେତେବେଳେ ଇନ୍ଦ୍ରଜିତ ଯଜ୍ଞ କରୁଛି ଯୋଉ ନିକୁମ୍ଭିଲା ବଟ ମୂଳରେ ଲୁହା ପାତ୍ରରେ ଛେଳିକୁ ହାଣି ଛେଳି ରକ୍ତକୁ ଆହୁତି ଦଉଛି କିଛି ପାନ କରୁଛି ଲୁହା ବ୍ୟବହାର ହେଲା ଯୁଗ ଅବକ୍ଷ ହେଲା ଦ୍ୱାପର ଯୁଗରେ କୃଷ୍ଣଙ୍କର ପିଲାମାନେ ଖେଳୁଛନ୍ତି ଆରବ ସାଗର କୂଳରେ ଯାଉଛନ୍ତି 7ଟା ବାବାଜୀ ଏ 7 ବାବାଜୀ ଭିତରେ ଅଛନ୍ତି କ୍ଷଣକପା ଦୁର୍ବାସା ବାବାଜୀ ଯାଉଛନ୍ତି ଆଜ୍ଞା କୃଷ୍ଣ ଭଗବାନଙ୍କ ପାଖକୁ କୃଷ୍ଣ ଭଗବାନଙ୍କ ପୁଅ ମାନେ ଖେଳୁଛନ୍ତି ଆରବ ସାଗର କୂଳରେ ଯେତେବେଳେ ବାବାଜୀ ମାନଙ୍କୁ ଦେଖିଦେଲେ କୃଷ୍ଣଙ୍କର ପିଲାମାନେ କଲେ କଣ ଭାଗବତର ପ୍ରମାଣ ଇଏ ଶାମ୍ବ କୁନାରୀ ବେଶ କରି କୃଷ୍ଣଙ୍କର ପୁଅ ହେଲେ ଶାମ୍ବ ଶାମ୍ବ କୁନାରୀ ବେଶ କରିଦେଲେ ବାପା ଇଏ ଉଦର ବଲ ତ ପେଟରେ ଗୋଟେ ଲୁହାଟେ ଭର୍ତ୍ତି ବାବାଜୀ ମାନଙ୍କୁ କହିଲେ ହେ ବାବାଜୀ ମାନେ ଶୁଣିଲ ଯାଉଛ କୁଆଡେ ଇଏ ମା ଜଣକ ପିଲା ଜନ୍ମ କରିପାରୁନି ଆଚ୍ଛା କେବେ ଜନ୍ମ ହବ ଏବଂ ପୁଅ ଜନ୍ମ ହବ କି ଝିଅ ଜନ୍ମ ହବ ଟିକେ ବାପା ମାନେ କହିଦିଅ କ୍ଷଣ କପି ଦୁର୍ବାସା ବାବାଜୀ ଥିଲେ କଣ କ୍ଷଣକର କୋପ ଆସିଯାଏ ରାଗ ଆସିଯାଏ ଦୁର୍ବାସା ତୃତୀୟ ନେତ୍ରରେ ଯାଇଲେ ଇଏ ବାବାଜୀ ମାନଙ୍କୁ ପରିହାସ କରୁଛନ୍ତି ବିରକ୍ତି ଭାବ ଆସିଗଲା ଦୁର୍ବାସାଙ୍କର କିରେ ତମେ ବଡ ଲୋକ ହେଲ ବୋଲି ଇନ୍ଦ୍ରଚିନ୍ଦ୍ର ମାନୁନା ଶୁଣ ଇଏ ପିଲା ଜନ୍ମ କରିବ କଣ ପିଲା ଜନ୍ମ କରିବ ଜାଣ ଏହାର ଗର୍ଭେ ଅଛି ବାଳ ଇଏ ସାଧୁ ଜନେ ଏକଦା ଲୌହର
ଲୁହା ମୁସଳ ଅଛି ଖାଲି ସେତିକି ନୁହଁ ଖାଲି ସେତିକି ନୁହଁ ଇଏ ଯେତେବେଳେ ଜନମୀ ମରେ ଇଏ ସାଧୁ ଜନେ ତମର ବଂଶ ନାଶ ଯିବ ଆଜ୍ଞା ସେଇଆ ହେଲା ଲୁହା ମୁସଳ ଜନ୍ମ ହେଲା ଯାଦବ ବଂଶ ଧ୍ୱଂସ ହେଇଗଲା ଲୁହା ବ୍ୟବହାର ହେଇଛି କଳି ଯୁଗରେ ଆମେ ସମସ୍ତେ ଲୁହା ବ୍ୟବହାର କରୁଛେ କିନ୍ତୁ ଅବକ୍ଷୟ ନହବ ବୋଲି କିଏ କହିପାରିବ କଳି ଯୁଗରେ ଆମେ ଲୁହାରେ ଖାଉଛେ କୋଉଥିରେ ଖାଉଛୁ ଆପଣ ଖାଉଛି ଆମେ ଖାଇଲା ବାଲା ତୁ କୋଉଥିରେ ଖାଉଛୁ ଆଉ ଷ୍ଟିଲଟା କଣ କି ଷ୍ଟିଲ କଳଙ୍କି ବିହୀନ ଲୌହ ତାକୁ ବ୍ୟବହାର କଲେ ଯୁଗ ଅବକ୍ଷୟ ହେଲା କିଆରେ ପରିଶ୍ରା 4 ଜଣ 4 ଯୁଗରେ କଲେ ଯୁଗ ଅବକ୍ଷୟ ହେଲା ବାବୁ 4 ଯୁଗର ଭଗବାନ ନାରୀ ହେଲେ ଯୁଗ ଅବକ୍ଷୟ ହେଲା ବୁଝିଲୁ 4 ଯୁଗର ଭଗବାନ ସତ୍ୟରେ ହେଇଥିଲେ ନାରାୟଣ ମୋହିନୀ କନ୍ୟା ତ୍ରେତାଲେ ଶଙ୍କର ଭଗବାନ ହେଲେ ମୋହିନୀ କନ୍ୟା ବାବୁ ଦ୍ୱାପରରେ ସ୍ୱୟଂ କୃଷ୍ଣ ଭଗବାନ ନାତି ତୁଳି ବେଶ ବା ବାରିକାଣୀ ବେଶ ହୋଇ ନାରୀ ହେଇ ମା ରୁକ୍ମିଣୀଙ୍କ ପାଦରେ ଯାଇକି ମା ଅଳତା ଲଗେଇଦେଲେ ନାରୀ ହେଇକି ଦ୍ୱାପର ଯୁଗ ଅବକ୍ଷୟ ହେଲା କଳିରେ ଭଗବାନ ଜଗନ୍ନାଥ ନାରୀ ହୁଅନ୍ତି ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଦିନ ବଡ ପଣ୍ଡା ମାନେ କରନ୍ତି କଣ ଜଗନ୍ନାଥକୁ ଦେବକୀ ବେଶ କରନ୍ତି ସୁଖ ପ୍ରସବ ପାଇଁ ଗୋଟେ ତାଙ୍କୁ ଭୋଗ ଖୋଇ ଦିଆଯାଏ ସନ୍ତୁଳା ଯେମିତି ଜଣେ ମା ପିଲା ଜନ୍ମ ସୁଖ ପ୍ରସବ କରିବ ବୋଲି ତା ପାଇଁ ଯେମିତି ବାପା ଭାର ଆସେ ବାପ ଘରୁ ଯାହାକୁ ସଦ ବୋଲି କୁହାଯାଏ ଜଗନ୍ନାଥଙ୍କୁ ସେମିତି ସେ ଭୋଗ ଦିଅନ୍ତି ସଦ ସ୍ୱରୂପରେ ସେଇ ଭୋଗର ପଣ୍ଡିତ ମଣ୍ଡଳୀ କେଉଟ ମହନ ଜାଣ ପାଇକି ପରା କିଏ ଜଗନ୍ନାଥ ସୁଖ ପ୍ରସବ ପାଇଁ ସେ ଭୋଗ ଖାଆନ୍ତି ଯୁଗ ଅବକ୍ଷୟ ହେଲା କିରେ ତାକୁ ଭୋଗ ଦିଆଯାଉଛି ପୁରା କହିଲେ ଖାସି ମାଂସ ଖାଉଥିବେ ତାହେଲେ ଯୁଗ ଏଇପରି ଅବକ୍ଷୟ ହେଇଛି ମଦ୍ୟପ ସତ୍ୟର ମଦ ପିଇଲେ ବ୍ରାହ୍ମଣ ମାନେ ମଦ ପିଇଲେ ତ୍ରେତାରେ ସେଇ ବ୍ରାହ୍ମଣ ମଦ ପିଇଲା ସତ୍ୟରେ ବ୍ରାହ୍ମଣ ମାନେ ମଦ ପିଇଲେ ସେତେବେଳେ ବାପା ମଦର ନାଁଟା ଥିଲା ସମଲତା ରସ ସେତେବେଳେ ଇଏ ଜଙ୍ଗଲର ଗୋଟେ ଲତା ମିଳୁଥିଲା ତା ନାଁଟା ଥିଲା ସମଲତା ରସ ସମଲତା ରସକୁ ଛେଚି ଇଏ ମୁନି ମାନେ କଣ କରୁଥିଲେ ନା ମଦ୍ୟପାନ କରୁଥିଲେ ତ୍ରେତା ଯୁଗରେ ବାବୁ ଦଶାନନ ବିଂଶ ବାହୁ ରାବଣ ମଦ୍ୟପାନ କଲା ଦ୍ୱାପର ଯୁଗରେ କଦମ୍ବ ଗଛ ରସରୁ ତିଆରି ହେଲା ନାଁଟା ହେଲା କାଦମ୍ବରୀ କୃଷ୍ଣଙ୍କ ପିଲାମାନେ ହଣାହୁଣି ହେଇଗଲେ ଅବକ୍ଷୟ ହେଲା ଅବକ୍ଷୟ ହେଇଗଲା କଳିରେ ତ ଆପଣ ମାନେ ଜାଣନ୍ତି ଏଇପରି ଭାବରେ ଆଜ୍ଞା ଅବକ୍ଷୟ ହବ ତେଣୁ ମାଳିକା କାରଚ୍ୟୁତ ମହାପୁରୁଷ କହିଦେଲେ ଲୁହାରେ ଖାଇଲେ ଠିଆରେ ଯଦି ବାପା ମୁତିଲେ ମଧ୍ୟରେ ମାତିଲେ ଯୁଗ ଅବକ୍ଷୟ ହବ ଖାଲି ସେତିକି ନୁହଁ ଯଶୋବନ୍ତ ମାଳିକା କଣ କହିଲେ ୟ ମାତା ମାଉସୀ ଶାଶୁକୁ ସତ୍ୟ ଯୁଗରେ ମାକୁ ହରଣ କରାଗଲା ଯୁଗ ଅବକ୍ଷୟ ତ୍ରେତାରେ ସେଇ ଦ୍ୱାପରେ ସେଇ କଳିରେ ସେଇ ସିଆଡିକି